ଦେଖନ୍ତୁ, ଯେଉଁମାନେ ଛୋଟ ଛୁଆଙ୍କୁ ମୋବାଇଲ୍ ଦେଉଛନ୍ତି, ଯେ କି ଛୋଟ ଛୁଆ ଖାଉନାହାନ୍ତି ବୋଲି ଆପଣ ମୋବାଇଲ୍ ଦେଉଛନ୍ତି, କିନ୍ତୁ ସେ ମୋବାଇଲ୍ ଭିତରେ ଯେଉଁ ଭାଇବ୍ରେସନ୍ଟା ଅଛି ଛୋଟ ଛୁଆଙ୍କ ମାଇଣ୍ଡ ଭିତରେ ପଶିଯାଏ। ସେ ପାଠ ପଢ଼ାରେ ଡିଷ୍ଟର୍ବ ହୁଏ, ଖେଳକୁଦ କରିବା ପାଇଁ ଡିଷ୍ଟର୍ବ ହୁଅନ୍ତି। ଏଇଟା ନିହାତି ରୂପେ ଯେଉଁମାନେ ମାଆମାନଙ୍କୁ ମୁଁ ଆଜି କହିବା ପାଇଁ ଚାହିଁବି, ଆପଣମାନେ ଏ କଥାକୁ ନେଇକି ସବୁବେଳେ ଧ୍ୟାନ ଦେଇକି ଦେଖିବା ଦରକାର, ଶୁଣିବା ଦରକାର। ଆଉ ଯଦି ଆପଣ କହିବେ ଏଇ ଜିନିଷଟାକୁ ମିଛ କଥା, ଏଇଟା ମିଛ ନୁହଁ, ପୁରା ସତ୍ୟ। ଆପଣମାନେ ଦେଖନ୍ତୁ ଟ୍ରାଏଲ୍ କରିକି, ସେ ଯେଉଁ ଗେମ୍ ଛୋଟ ଛୁଆ ଦେଖୁଛନ୍ତି ଅତି ଭିତର ଭାଇରାଲ୍ ହେଉଛି। କିନ୍ତୁ ଛୋଟ ଛୁଆଙ୍କର ମେମୋରି ଲସ୍ ହେବାର କାରଣ ହେଉଛି ଯେ କି 3ଟା କାରଣ ଅଛି, ମୁଁ ଆପଣମାନଙ୍କୁ ବତେଇ ଦେଉଛି। ଛୋଟ ଛୁଆଙ୍କୁ ଯଦି ଆପଣମାନେ ଗାଲରେ ମାରୁଛନ୍ତି, ସ୍ମରଣ ଶକ୍ତି ପଳେଇଯାଏ। ପ୍ଲସ୍ ଆପଣ ଯେଉଁ ଗେମ୍ ଛୋଟ ଛୁଆଙ୍କୁ ଦେଖାଉଛନ୍ତି, କି ଛୋଟ ଛୁଆ ଖାଉନାହାନ୍ତି, ସେ ମୋବାଇଲରେ କିଛି ଗେମ୍ସ ବାହାର କରିକି ଛୋଟ ଛୁଆ ଦେଖୁଛନ୍ତି, ସେଇ ହିସାବରେ ଛୋଟ ଛୁଆଙ୍କର ମେମୋରି ଫେଲ୍ ହେଇଯାଏ। କାହିଁକି ନା ତା ଦେହରେ ବିଭିନ୍ନ ପ୍ରକାର କାରଣ ଅଛି। ଆପଣ ଯଦି ସର୍ଚ୍ଚ କରିବେ, ଆପଣ ଜାଣିପାରିବେ କେତେ ପ୍ରକାର ପ୍ରଭାବ ପଡ଼େ ମୋବାଇଲଟା। ସେଥିପାଇଁ ଯେ କି ମୁଁ ଗୋଟେ ଖବର ବହୁତ ଦିନ ହେଇଗଲାଣି ଦେଖିଥିଲି, ଯେ କି ଛୋଟ ଛୁଆଙ୍କୁ ମୋବାଇଲ ଦେବାଟା ହେଉଛି ବିପଦ। ବିପଦ କ'ଣ? ବାଇଚାନ୍ସ ଗୋଟେ ଛୋଟ ଛୁଆ ଖାଇଲାନି, ଆମେ ତାଙ୍କୁ ମୋବାଇଲଟାକୁ ଧରେଇଦେବା, ନିହାତି ରୂପେ ସେ ଛୋଟ ଛୁଆ ମୋବାଇଲ ଦେଖିକି ଖାଇଦେଉଛି। କିନ୍ତୁ ତାରି ଭିତରେ ଯେଉଁ ଭାଇବ୍ରେସନ୍ ଅଛି ମୋବାଇଲ ଭିତରେ, ଯେଉଁ ସେଠି ବିଭିନ୍ନ ପ୍ରକାର ଜିନିଷ ଅଛି। ଧର ଛୋଟ ଛୁଆ ଦେଖିବା ପାଇଁ ଆଗ୍ରହ ହେଉଛନ୍ତି, ଦେଖିବା ପାଇଁ, କିନ୍ତୁ ମାଆମାନେ ବାଧ୍ୟ ହୋଇକି ମୋବାଇଲଟାକୁ ଧରେଇ ଦେଉଛନ୍ତି। ଆରେ ଆପଣଙ୍କ ମୋବାଇଲ ଆପଣଙ୍କ ପାଖରେ ରଖନ୍ତୁ, କାହିଁକିନା ଛୋଟ ଛୁଆଙ୍କୁ ମୋବାଇଲ କଦାପି ଆପଣମାନେ ମୋବାଇଲ ବ୍ୟବହାର କରିବାକୁ ଟୋଟାଲି ଦିଅନ୍ତୁ ନାହିଁ। ବୁଲେଇ ବାଲେଇକି ଯଦି ଛୋଟ ଛୁଆଙ୍କୁ ଖୋଇବେ, ନିହାତି ରୂପେ ସେ ଖାଇବେ। ଯେଉଁମାନେ ଛୋଟ ଛୁଆଙ୍କୁ ଦେଉଛନ୍ତି ମୋବାଇଲ, ଆପଣ ଟିକେ ରିସର୍ଚ୍ଚ କରିକି ଆପଣମାନେ ଦିଅନ୍ତୁ। ଅଛି, ଡକ୍ଟରଙ୍କ ସାଙ୍ଗରେ ପରିବେଷଣ କରନ୍ତୁ, ଆପଣ ଜାଣିପାରିବେ ସବୁ ଜିନିଷ। ଛୋଟ ଛୁଆଙ୍କୁ ମୋବାଇଲ ଦେବାଟା ହେଉଛି ବଡ଼ ଅପରାଧ, ଏଇଟା କିନ୍ତୁ ଆପଣ ଜାଣିନାହାନ୍ତି। ଛୋଟ ଛୁଆ କୁନି ପିଲାମାନେ ଯେତେବେଳେ ମୋବାଇଲ ଦେଖାଉଛନ୍ତି, ଖାଇ ଦେଉଛନ୍ତି। ଗେମ୍ଟା ସମସ୍ତଙ୍କୁ ଭଲ ଲାଗେ। ମୁଁ ଯେତେବେଳେ ଗେମ୍ସ ସବୁ ଦେଖେ ମୋବାଇଲରେ ବସିକି, କିଛି କାମ ନଥାଏ, ମୁଁ ଗେମ୍ ବସିକି ଦେଖେ। ଗେମ୍ ଭିତରେ ମୁଁ ଦିନେ ମାର୍କ କଲି, ଏମିତି ଏକ ଜିନିଷ ହେଉଛି ମୁଣ୍ଡ ଭିତର, ଯେ କି ଭାରି ଲାଗୁଛି, ପ୍ଲସ୍ କିଛି ବି ହେଉଛି ମୁଣ୍ଡ ଭିତରେ। କିନ୍ତୁ ଛୋଟ ଛୁଆଙ୍କର ଯାହା ହେଉଥିବ ସିଏ ନିଜେ ହିଁ ଜାଣିଥିବେ, ଯେ କି ମୁଁ ମୋବାଇଲଟାକୁ ଧରିଛି, ମୋ ମାଇଣ୍ଡ ଭିତରେ କ'ଣ ସବୁ ଚାଲିଛି। ମୋବାଇଲରେ ଛୋଟ ଛୁଆ ପାଠ ପଢ଼ନ୍ତି, ଏଇଟା ମୁଁ ଜାଣିଛି, ପାଠ ପଢ଼, କିନ୍ତୁ ମୋବାଇଲରେ ଯେଉଁମାନେ ଗେମ୍ସ ଖେଳୁଛନ୍ତି କି ଗେମ୍ସ ଦେଖୁଛନ୍ତି, ତାକୁ ଟୋଟାଲି ବନ୍ଦ କରାଯାଉ। ଗୋଟେ ସେଟିଂ ଅଛି, ଆପଣ ଯଦି ଚାହିଁବେ ତାକୁ ବନ୍ଦ କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ଛୋଟ ଛୁଆଙ୍କୁ ଯେଉଁମାନେ ମୋବାଇଲ ବ୍ୟବହାର କରିବା ପାଇଁ ଦେଉଛନ୍ତି, ନିହାତି ରୂପେ ଏଇଟା ହେଉଛି ଭୁଲ ଧାରଣା। ଆପଣମାନେ ଟୋଟାଲି ଛୋଟ ଛୁଆଙ୍କୁ ମୋବାଇଲ ଦିଅନ୍ତୁ ନାହିଁ। ତାକୁ ବୁଝେଇ ବାଝେଇକି, ଆପଣମାନଙ୍କ ଦାୟିତ୍ୱ ହେଲା ବୁଝେଇ ବାଝେଇକି କେମିତି ଖୋଇବା, ସେଇଟା ନିହାତି ରୂପେ ଜରୁରୀ। କାହିଁକିନା ଛୋଟ ଛୁଆଙ୍କୁ ମୋବାଇଲ ଦେଲେ ପାଠ ପଢ଼ାରେ ଲସ୍ ହେବ, ପ୍ଲସ୍ କିଛି ବି ତାଙ୍କର ମନେ ରହିବାନି, ସ୍ମରଣ ଶକ୍ତି ପଳେଇଯିବ। ଆଉ ଗୋଟେ କଥା ହେଲା, ମୁଁ ନିଜେ ଗୋଟେ ଜଣଙ୍କ ଠାରୁ ଶୁଣିଥିଲି, ଆମ ଡକ୍ଟରଙ୍କ ଠାରୁ ମୁଁ ଦିନେ ଯାଇକି ପଚାରିଥିଲି, ମୁଁ ଛୋଟ ଛୁଆଙ୍କୁ ଗାଲିରେ ମାରିଲେ କ'ଣ ଅସୁବିଧାଟା ହୁଏ, ଯେ କି ସାର୍ ମୋତେ କହିଲେ, ଯେ କି ଛୋଟ ଛୁଆଙ୍କର ଗାଲରେ ମାରିଲେ ଯେ କି ତାଙ୍କର ସ୍ମରଣ ଶକ୍ତି ପଳେଇଯାଏ, ମାନେ ମେମୋରିଟାକୁ ଲସ୍ ହେଇଯାଏ। ଏଇଟା କିନ୍ତୁ ସମସ୍ତେ ମନେ ରଖିବା ଦରକାର। ହଁ, ଗେଲରେ ଆପଣମାନେ ଚାହିଁଲେ ପିଠିରେ ବି ମାରିପାରିବେ, କିନ୍ତୁ ଗାଲରେ ମାରିବେ ନାହିଁ। ଛୋଟ ଛୁଆଙ୍କର ସବୁ ଜିନିଷ ଅଛି,
ଯଦି ଆପଣମାନେ ଟିକେ ସର୍ଚ୍ଚ କରିବେ ଯାଇକି ଭିଡ଼ିଓ ଗୁଡ଼ାକ ସର୍ଚ୍ଚ କରନ୍ତୁ, ଯେ କି ବିଭିନ୍ନ ପ୍ରକାର ଭିଡ଼ିଓ ଅଛି, ଆପଣମାନେ ଚାହିଁଲେ ସର୍ଚ୍ଚ କରିକି ଦେଖିପାରିବେ। ଫାଙ୍କା ଟାଇମ୍ରେ ଆପଣ ଯାଇକି ଟିକେ ସର୍ଚ୍ଚିଂ କରିବେ। ମୋବାଇଲ୍ ଯେଉଁମାନେ ମୋବାଇଲ୍ ଧରୁଛନ୍ତି ବଡ଼ ମୋବାଇଲ୍, ମୁଁ ସେମାନଙ୍କୁ ଗୋଟିଏ କଥା ଏଠି କହିବା ପାଇଁ ଚାହିଁବି, ତାଙ୍କ ପାଇଁ ବି ଛୋଟିଆ ମେସେଜ୍ କରିବା ପାଇଁ ଚାହୁଁଛି। ମୋ ଭାଇମାନେ, ଆମ ଗୁରୁଜନମାନେ ଆଉ ଭାଉଜମାନଙ୍କୁ ମୁଁ ଏତିକି କହିବା ପାଇଁ ଚାହିଁବି, ଆପଣମାନେ ଆଗେ ରିସର୍ଚ୍ଚ କରନ୍ତୁ ଛୋଟ ଛୁଆଙ୍କୁ ମୋବାଇଲ୍ ଦେଲେ କ'ଣ ହେବ କ'ଣ ନାହିଁ। ଏଇଟା ଆପଣମାନଙ୍କ ହାତରେ ମୁଁ ଛାଡ଼ିଦେଲି, କାହିଁକି ନା ଆଜିକା ଡେଟ୍ରେ ଏଇଟା ହେଉଛି ଇଣ୍ଟରନେଟ୍ ଯୁଗ ନିହାତି ରୂପେ। କିନ୍ତୁ ଆମେ ଯେତେବେଳେ ଛୋଟ ଛୁଆଙ୍କୁ ମୋବାଇଲ୍ଟା ଦେଉଛେ, ତା'ର କ'ଣ ହେଉଛି କ'ଣ ନାହିଁ ସେଇ ବିଷୟରେ ଆପଣମାନେ ଜାଣିନାହାନ୍ତି। ଯେତେବେଳେ ଆପଣମାନେ ଡକ୍ଟରଙ୍କ କତିକି ନେଇକି ଯିବେ ପିଲାଙ୍କୁ, ସେଇଠି ଡକ୍ଟର ଆପଣମାନଙ୍କୁ ଡାଇରେକ୍ଟ ଫେସ୍ ଟୁ ଫେସ୍ କହିବେ। କାହିଁକି ନା ଡକ୍ଟର ହେଉଛନ୍ତି ଭଗବାନ, ଏଇଟା ସମସ୍ତେ ଜାଣିଛନ୍ତି। ସେଥିପାଇଁ ଡକ୍ଟର ଆମକୁ କହିବେ ଯେ କି ପିଲାର କ'ଣ ସବୁ କ୍ଷତି ହେଉଛି, କ'ଣ ପାଇଁ ପାଠପଢ଼ାରେ ଲସ୍ ହେଉଛି, କ'ଣ ପାଇଁ ଏସବୁ ଜିନିଷ ହେଉଛି, ନିହାତି ରୂପେ ଡକ୍ଟରମାନେ କହିବେ। ଆଉ ଆପଣମାନେ ଦେଖିବେ, ନିହାତି ରୂପେ ଯଦି ଆପଣମାନେ ମୋବାଇଲ୍ ନ ଦେବେ ସବୁଠାରୁ ଭଲ ହେବ। କିନ୍ତୁ ଟିକେ ଆପଣମାନେ ଛୋଟ ଛୁଆଙ୍କୁ ଯେଉଁମାନେ ମୋବାଇଲ୍ ଦେଉଛନ୍ତି ପ୍ରତିଦିନ, ଆପଣମାନେ ଟୋଟାଲି ଦିଅନ୍ତୁ ନାହିଁ। କାହିଁକି ନା ସବୁବେଳେ ଆପଣମାନେ ମନେ ରଖିବା ଦରକାର, ଆମେ ଦେବା ନାହିଁ ଛୋଟ ଛୁଆଙ୍କୁ ମୋବାଇଲ୍। ହେଲେ କି ଯେଉଁମାନେ ପାଠ ପଢ଼ୁଛନ୍ତି ମୋବାଇଲ୍ରେ ପାଠ ପଢ଼ିପାରିବେ, ପ୍ଲସ୍ ଯେଉଁମାନେ ଅତୀତର ଗେମ୍ ଦେଖୁଛନ୍ତି ମୋବାଇଲ୍ରେ, ସେମାନଙ୍କୁ ବି ମୁଁ କହିବା ପାଇଁ ଚାହିଁବି, ଗେମ୍ ନ ଦେଖିକି ଯେ କି ଆପଣ ଟିଭି ଚାହିଁଲେ ଦେଖିପାରିବେ। ଟିଭିରେ ବି କିଛି ହେବନି, ଟିଭିରେ ଯେଉଁ ଗେମ୍ ଅଛି ଟିଭିରେ କିଛି ବି ହେବନି। ମୋବାଇଲ୍ ଯେଉଁମାନେ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ମେମୋରିରେ ପ୍ରେସର୍ ପଡ଼େ, ସେଥିପାଇଁ ମୁଁ ଆପଣମାନଙ୍କୁ କହିଲି। ନମସ୍କାର।